ଚିତା କୁଟେଇ ଯାଉଛୁ ଇଏ ତତେ ଏତେ ଅବିଶ୍ୱାସ କରୁଛି। ଓ ଶାନ୍ତେ ହଁ ହଁ ମୁଁ ଯଦି ଚିତା କୁଟି ନ ଯିବି ହଁ। ଆଉ ମୋ ଘରେ ଚୁଲି ଲାଗିବନି। ଓହୋ ଇଏ ତାହେଲେ ପରିଶ୍ରମ କରିବନି କି କୁଆଡେ ଛାଡିବନି? ନା ନା ସୋଧ ପାଣ୍ଡୁଆଟା। ଆଚ୍ଛା ତାହେଲେ ତତେ ଏତେ ଅବିଶ୍ୱାସ କରୁଛି ତାର ଉତ୍ତର ହଁ ଦେଇପାରିବୁ ତ? ହଁ ଦଉଛି ତାହେଲେ ଶୁଣ। କହିଲୁ କହିଲୁ। ଆରେ କେଳୁଣି ପଚାରେ କେଳା ଅସତ କଥାରେ ମତେ ନବଳା ତୁଟା ଅଟୁ ଏଡେ ଜଳ ଜଳାରେ କଳା ପୋଡ଼ା ବାନର ମତେ କହୁଅଛୁ ବାର ବାରରେ କଳା ପୋଡ଼ା ବାନର। ହଲୋ ଶୁଣନା ଛେଉଣ୍ଡି ମାଇଲେ ଉଣ୍ଡାଟା ତତେ ରଖିବି ନାହିଁ। ହଲୋ ଶୁଣନା ଛେଉଣ୍ଡି ମାଇଲେ ଉଣ୍ଡାଟା ତତେ ରଖିବି ନାହିଁ। ଦେବେ ସାଇ ଭାଇଲୋ ଏଣେ ରହିଲୁ କାଲି ଚିତା କୁଟି ଯାଇ ବାର ବୁଲିଲୁ କେଳେ ରହିଲୁ କାଲି। ଆରେ ଜାଣି ନାହୁଁ କିରେ ଚୋର ସୁନାକୁ ତୁଳିବୁ ଏକ ପାଖର ମତେ ପକାଇ ଆର ପାଖରରେ ଉଣା ନହେ ବଜଣା ଦୁହେଁ ସାମ ସାରି ଦିନ କଣାରେ ଉଡ଼ା ନ ହେବ ଜଣା। ହ୍ୟାଲୋ ଏକ ବିଶେଷ ଘୋଷଣା ଚାଲିଥିବା ଏହି କେଳାକଳୁଣୀ ରୋଲରେ ଅଭିନୟରେ ଖୁସି ହୋଇ କଟକ କନ୍ଦରପୁର ନିବାସୀ ସତ୍ୟବାଦୀ ମଲ୍ଲିକ 21 କୋଟି ଭାରତୀୟ ମୁଦ୍ରା ଅର୍ପଣ କରିଛନ୍ତି। ଜୟ ଶିବ ଶମ୍ଭୁ। ହଲୋ କହୁଅଛି ନବରଙ୍ଗୀ ଥାଉ ଥାଉ ତୋର କଥା କେ ଭଙ୍ଗି। ହଲୋ କହୁଅଛି ନବରଙ୍ଗୀ ଥାଉ ଥାଉ ତୋର କଥା କେ ଭଙ୍ଗି। ତୋତେ କେତେ ମୁଁ ବସିବି ଜଗିଲୋ ମାଗି ନ ଯାଇ ଭିକ ସତେ ସେଥିରେ ଯିବ କି ଭଗଲୋ ମାଗି ନ ଯାଇ ଭିକ। ଆରେ ଚୋର ପୁଅର ମଣିକି କିଏ ଜଗିବ କୁହ ମତେ ଏଥିର ଉତ୍ତର ଦିଅରେ ଆରେ ମହତ ସାରା ନିଜ ମନକୁ ନିଜେ ପହରାରେ। ଆରେ ମହତ ସରା। ବହୁତ କେଳା ଆରେ ତାକୁ ଏତେ ଅବିଶ୍ୱାସ କରୁଛୁ ସିଏ ତତେ ଏମିତିଆ ଭାଷା କହୁଛି ଆଜ୍ଞା। ଏଇଟା ତତେ ଭଲ ଲାଗୁଛି? ଆଜ୍ଞା ହଁ ସେ ତ ଛୋଟ ଘରର ବୋହୁ ଆଚ୍ଛା ସମ୍ମାନ ଆଶୀର୍ବାଦ କରିଛି ସମ୍ମାନ ଦବ। କହିଲୁ କହିଲୁ ତାହେଲେ। କହୁଛି ଶୁଣ। ହଁ ହଁ ହଲୋ ସତୀ ଘର ଭଙ୍ଗେଇ କିଣିଚ କଥାରେ ଦେଉ ରଙ୍ଗେଇ। ହଲୋ ସତୀ ଘର ଭଙ୍ଗେଇ କିଣିଚ କଥାରେ ଦେଉ ରଙ୍ଗେଇ ବାର ଆଡୁ ଭିତର ଲଗାଇଲୋ ବର ପୁରୁଷ ଦେଖି ବାଙ୍କେ ଅନାଇ ମାରୁ ତୁ ଆଖିଲୋ ପର ପୁରୁଷ ଦେଖି। ଆରେ କିଏ ଏ କଥା କହିବ ଛାତିରେ ଚଢି ନ ଟାଣିବି ଯିବ ଏଡେ କାହାର ବହ ବହେବରେ ଭୁଲି ମୁଲକ ସାରା ପଚାରି ବୁଝା ଭାଇ ବେହେରାରେ ଭୁଲି ମୁଲକ ସାରା। ବହୁତ କେଳା ଆରେ ତୁ ଯୋଉଟା ତାକୁ ଅବିଶ୍ୱାସ କରୁଛୁ ସେ କହିବା କଥା ତୁ ଏକଲା କହିଲେ କଣ ହବ ସାଇ ପଡିଶା କି ଗାଁର ମୁଖିଆ ସେମାନେ ଯଦି କହିବ ସେ କଥା ସେ ରାଜି ହବ। ଆଜ୍ଞା ସାଇ ପଡିଶା ମୁଖିଆ ହଁ ତା ସହିତ ପ୍ରମାଣ ବି ରଖିଛି ଆଜ୍ଞା। ରଖିଛୁ ଏବେ କହୁଛି ଶୁଣ। କହିଲୁ କହିଲୁ। ହଲୋ ଜଣା ଅଛି ମତେ ହଁ ପୁରୁଷ ପତଙ୍ଗ ନାରୀଟି ନିଆ ମିଛେ ମାରିବେ ଦୂରରୁ ଡିଆଲୋ ପଡ଼ି ମରିବେ ପଡ଼ି ନିଅ ପାଖରୁ କେ ଦେବ ପଡ଼ିଲ ପଡ଼ି ମରିବେ ପଡ଼ି। ଆରେ ତୁ ନିରୁହ କେଳା ଟୋକା ସଜ ମାଉସରେ ପୋକ ନ ପକା ଜାଣୁ ଭାଙ୍ଗି ଦେବି ତୋର ପଙ୍ଖାରେ କେତେ ଦେଖାଉ ପଣ ମିଛେ ବାଡ଼ା ନାହିଁ ବୁଦା ବଣରେ କେତେ ଦେଖାଉ ପଣ।
ଉତ୍କେଳା ଆରେ ସେ ଝିଅ କହୁଛି ତୁ ଯଦି ପ୍ରକୃତରେ କିଏ କାହାକୁ ସାକ୍ଷୀ ରଖିଛୁ କହିପାରିବୁ ତାହେଲେ କହିଲେ ସିଏ ସେଟା ରାଜି ହବ। ତୁ ଆଉ ଅନ୍ଧାରେ ବାଡ଼ି ବୋଲି କହିଲେ ହବନି। ତେବେ ତାହେଲେ ତା ପରିଚୟ ଦେବାକୁ ପଡିବ। ହଁ ହଁ ଅଣ ଓଲିଆ ଗାଈକି କେହି ପାଣି ଘାସ ଦେଲେ ପେଟ ପୁରଇ, ଅଣ ଓଲିଆ ଗାଈକି କେହି ପାଣି ଘାସ ଦେଲେ ପେଟ ପୁରଇ, ପର ଘର ଓଲାରନ୍ତି ଯାଇଲୋ ତାଙ୍କ ଅନ୍ତର ଭାବ, ଜାଣି ନ ପାରନ୍ତି ବ୍ରହ୍ମ ଶିବ ଲୋ ତାଙ୍କ ଅନ୍ତର ଭାବ। ଆରେ ଶୁଣ ମୋ କଥା ଉତ୍ତର ଯେବେ ନ ହୋଇଛି ତୋର ଖାତର, ମତେ ଦବୁଟି ଛାଡ଼ ପତରରେ, ଆରେ ଇତର ତୁଣ୍ଡା ବର ମିଳିବେ ସତର ଗଣ୍ଡାରେ, ଆରେ ଇତର ତୁଣ୍ଡା। ଉତ୍କେଳା ଆରେ ସେ ଝିଅ କହୁଛି ଯଦି ଏତେ ପ୍ରକାର ତାକୁ ତୁ ଅବିଶ୍ୱାସ କରୁଛୁ ଆଜ୍ଞା ତାକୁ ତୁ ଛାଡ଼ପତ୍ର ଦେଇଦେ। ଆଜ୍ଞା। ତୋ ଭଳିଆ ଏମିତି କେତେ ଗଣ୍ଡା ତାକୁ ମିଳିବେ। ଆଜ୍ଞା ମୁଁ ଗଲା ପରେ ସେ ସେମିତି ବୁଲୁଥିବ ଆଜ୍ଞା। ହଁ ହଁ ଆଚ୍ଛା ତେବେ କହୁଛି ଶୁଣ। କହିଲୁ କହିଲୁ ଆରେ ମତେ କି ଜୁଟିବେ ନାହିଁ ବଜାରେ ଖୋଜିଲେ ହଜାରେ ମାଇ, ଆରେ ମତେ କି ଜୁଟିବେ ନାହିଁ ବଜାରେ ଖୋଜିଲେ ହଜାରେ ମାଇ, ଏଡେ ବଜାରି ହୁଅ ନା ତୁହିଲ ଆଲୋ ଦାରି ଛିଣ୍ଡା, ନବୁ କେଇ ପଣ କେଇ ଗଲାଲୋ ଆଲୋ ଧରି ଥିଲା ଆରେ ଛଡ଼ି ଦେଖାଉଛୁ ମୁଖେ ଛମାସକୁ ପଡ଼ି ଯୋଡ଼ି ଦେ ସାଥେ, ମୁଁ ତ ରହିବି ଦିଅର ପାଖରେ, କେହି ନାହିଁ ତାହାର ମତେ କରିବ ଗଳାର ହାରରେ, କେହି ନାହିଁ ତାହାର। ଉତ୍କେଳା ଓ ଶାନ୍ତେ ଆରେ ତୋର ଗୋଟେ ସାନ ଭାଇ ଅଛି କି? ଆଜ୍ଞା ଆଚ୍ଛା ସିଏ ତା ପାଖକୁ ଆଉଜିଲାଣି ଆଉ। ସ୍ୱାମୀ ଥାଉ ଥାଉ କୋଉ ସ୍ତ୍ରୀ ସାନ ଭାଇ ଦେଖେ। ଆଚ୍ଛା ଆଚ୍ଛା ସିଏ ତ ସେମିତି କଲାଣି ତୁ ତାକୁ ହତାଦର କରିବାରୁ ଆଉ। ତେବେ ତାର ପରିଚୟ ଦେବାକୁ ପଡିବ। ହଁ ହଁ ଆଲୋ ଜଣା କଲା ତେ ବେଳେ ପଡି ତୁ ଗଲୁଣି ତାର କବଳେ, ସେ ତ ରାଜି ହେବ ବଳେ ବଳେ ଲୋ ନୁହେଁ ଭାଇ ବଣ୍ଟରା, ଖାଲି ଲାଗିବ ଟଣା ଅଟରା ଲୋ ନୁହେଁ ଭାଇ ବଣ୍ଟରା। ହ୍ୟାଲୋ ଝିଅ ଅଶାନ୍ତି। ତୁ ସିନା ଅନ୍ୟ କୁଆଡେ ଗଲେ ଚଳିବ ଆଉ ତା ଭାଇ ପାଖରେ ରହିବୁ ଯଦି ସବୁବେଳେ ଖାଲି ତାର ଝାମେଲା ହଣାକଟା ଲାଗିବ। ମାନେ ସମ୍ପତ୍ତିରୁ ସିନା ଭାଇ ଭାଗ ନଉଛି, ସ୍ତ୍ରୀରୁ କେବେ କୋଉଠି ନେଇଥିଲା ଯେ ସେ ଭାଗ ନବ। ସିଏ ତାହେଲେ ଭୟ କରିଗଲାଣି। ହଁ 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 ତାହେଲେ କହୁଛି ଶୁଣ। କହିଲୁ, କହିଲୁ। ଆରେ କହୁଥା ତୁଣ୍ଡ ସମ୍ଭା ଟହ ଟହ ପୋଳା ମାଳି, ତାକୁ କିଏ ନ ପିନ୍ଧିବ ତଳିରେ, ଆରେ ବଜାର ଝାଡୁ କେତେ ଯୋଡ଼ି କହୁ ୟାଡୁ ସ୍ୟାଡୁ ରେ, ଆରେ ବଜାର ଝାଡୁ। ଉତ୍କେଳା ଆରେ ସେ ରାଗିଗଲାଣି ତୋ ଉପରେ, ତା ଚରିତ୍ର ଉପରେ ସନ୍ଦେହ କରୁ ବୋଲି ମାନେ ବଜାର ଝାଡୁ ସାଥିରେ ତତେ ସମାନ ଆଜ୍ଞା କରିଦେଲାଣି। ଚରିତ୍ର ନିହାତି ଖରାପ। ହଁ ଆଜ୍ଞା ତାପରେ ଆଉ କଣ ହେଲା କହିଲୁ? କହୁଛି ଶୁଣ। ହଁ ହଁ ଆଲୋ ଯାଚିବେ ଘୋଣା ଶାଢୀ ବାଉରି କଣ୍ଡରା ଆଉ ପଠଣ ହଡି, ଆଲୋ ଯାଚିବେ ଘୋଣା ଶାଢୀ ବାଉରି କଣ୍ଡରା ପଠଣ ହଡି, ତାକୁ ରାଜି ହେବୁ ବାନ୍ଧ ଯୋଡ଼ିଲ ବୁଡି ପିଇଲେ ପାଣି, ବ୍ରହ୍ମ ଶିବ ନ ପାରିବେ ଜାଣିଲ ଉଡ଼ି ପିଇଲେ ବାଡ଼ି। ହ୍ୟାଲୋ ଝିଅ ତୋର ରୂପ ଗୁଣ ସୁନ୍ଦର ଅଛି ବୋଲି ତୁ ଯିବୁ ହେରି ସତ, ସିଏ କହୁଛି କିନ୍ତୁ ଆମ ଜାତିରେ ନୁହଁ ଛୋଟ ଜାତିରେ ଯିବୁ। ନା ନା ତା ସହିତ ମୁଁ ଆଉ କଦାପି ଯିବି ନାହିଁ। ନାଇଁ ନା ନା ତାହେଲେ କଣ କରିବୁ କହିଲୁ? ତାହେଲେ କହୁଛି ଶୁଣ। ହଁ, ହଁ। ଆରେ ଛାଡିଆ ମୋ ବାପ ଘରେ ପୋଡା ମୁହାଁ ମତେ ଆଜ ଭିତରେ, ଯାହା ଲେଖା ଥିବ ମୋ କପାଳରେ ତାହା କରିବି ଭୋଗ, ଦେହୁ ଚାଲି ଯିବ ଚିନ୍ତାର ଘରେ ତାହା କରିବି ଭୋଗ। ଉତ୍କେଳା ଆରେ ତାକୁ ଏତେ ଅବିଶ୍ୱାସ କଲୁ, ମନ ଦୁଃଖ କରି କହିଲାଣି। ଆଜ୍ଞା ଆପଣ ଦେଖନ୍ତୁ ସେ ତା ଆଡୁ କିନ୍ତୁ ମଙ୍ଗୁଛି। ମଙ୍ଗୁଛି ମାନେ କଣ ତାକୁ ଅପମାନ, ସେ ଅପମାନ ସହିପାରିବା ପିଲା ନୁହଁ। te ବୁଝିବାକୁ ପଡିବ। ସେ ସେୟା କହୁଛି ଯେ ମୋ ଆଜ୍ଞା। ବାପ ଘରୁ ଛାଡିଦେ, ମୋ ଭାଗ୍ୟରେ ଚାହା ଥବ ମୁଁ ଭୁଞ୍ଜିକି ରହିବି। ଆଜ୍ଞା। ଶୁଣି ତାକୁ ଟିକେ ବୁଝେଇ ସୁଝେଇ କହିବୁ ବୋଲେ କେଜାଣି ରାଜି ହେଇକି